विग्रह ये संपूर्ण ना असंपूर्ण असंपूर्ण कहीं असंपूर्ण एक असंपूर्ण कला किए नहीं आम संस्कृति कहे जड़े राजा थिले ना हूँ ए गप आपण मैंने समस्ते जानती इंद्रदुम्न राजा स्वप्न देखिले गोटे बहुत दारू दारू गोटे काष्ठखंड बांकी मुहान आसिक राजा स्वप्न देखिले डाकिले सैन्य सामंत माने अरे ताल ताल बांकी मुहान को दिबा स्वप्नादेश कर प्रभु मते से देखा गोटे बहुत दारू सैन्य सामंत मैंने बाहर पात्र मंत्री अमात्य समस्त बाहर समस्त को नहीं देखिले बांकी मुहान गोटे विराट दारू देखिल ये जो दारू हासु ए दारू रे विभिन्न चिन्ह अच्छी तेणु ये साधारण काठ नुह ये साधारण काठ नुह ये काठर महत्व ये हूँ गोटे ब्रह्म दारू राजा इंद्रदुम्न कहले बाबू माने देखुच ये गोटे आपणकर बही हूँ देउड़ कला कवि कृष्णदास कौन कहले ये बोले ब्रह्मदारू ए मटो ई ब्रह्मदारू दारू कवि सुअति शंख चक्रति ये गछ देहरे ये दारू रे शंख चिन्ह अच्छी चिन्ह भी अच्छी तेणु ये साधारण नेबा प्रभु को आदेश अच्छी या देहरे गोटे मूर्ति मूर्ति समस्त आज लगी पड़े राजा को आदेश काठ को उठेगा चेष्टा कले काठ उठिला कि काठ को उठे पारे बहुत चेष्टा है काठ उठुनी काठ उठिला राजा व्यक्तिग्रस्त हो पड़े एति बेले शून्यवाणी है हे राजा ये कौन मुझे जाही ताही दारू होती जाही ताही काठ होती तुम चाहिए नहीं पार गोटे काम कर राति पाहिले तमें जाइकरी पहुँचब मोर जने भक्त अच्छी से भक्त पाखे जाइकरी पहुँचब से भक्त जदि आसब से भक्त किए विश्वावसु शबर जदि आसब कारण सी मत सेवा कर मत पूजा करी जुआरे इच्छा सुनार सकड़ लगे पाटर मुचुड़ा आसब विश्वावसु शबर आसब सेया हला राति पाहिला राजा जाई विश्वावसु शबर पाखे पहुँचले विश्वावसु शबर आसिक देखीदेला ब्रह्मदारू को देखीदेला दीधार लुह गड़ी दीधार लुह झड़गला ठाकुरे तमें केड़े महान तमें कौन जापारि न तमें जापारि केवल मो महिमा बढ़ेवा आज तुम ये लीला करदेल डाकी दौची भागरे आसो आसो बोलिन दारुरे देला आसो
ଆସ ହେ ମୋର ହୃଦୟର ଠାକୁର ହେ ମୋର ହୃଦୟର ଦେବତା ଆସ ଯେମିତି ଆଜି ବିଶ୍ୱବସୁ ଶବର ଛୁଇଁ ଦେଇଛି ଦାରୁ ଆଜି ନିଜେ ନିଜେ ଭାସି ଉଠିଲା ସୁନ୍ଦର ଭାବରେ ଦାରୁକୁ ନେଇ ଶଗଡ଼ରେ ରଖିଦେଲା ବିଶ୍ୱବସୁ ଶବର ଶଗଡ଼ ଆଜି ବଢି ଚାଲିଲା ଆସିକି ଲାଗିଲା ଶଙ୍ଖକ୍ଷେତ୍ର ରଖିଦେଲା ନେଇକି ଯଥା ସ୍ଥାନରେ ରାଜା କହିଲେ ଏଣିକି ବଢେଇ ଡାକ ବଢେଇ ମାନଙ୍କୁ ଡକା ହେଲା ଜଣେ ଦୁଇ ଜଣ ବଢେଇ ନୁହଁ 2 ଲକ୍ଷ ବଢେଇ ଆସିକିରି ପହଞ୍ଚି ଆଜି ମୂର୍ତ୍ତି ଗଢିବେ ନା ମୂର୍ତ୍ତି ଗଢିବା ପାଇଁ ଚେଷ୍ଟା ଚାଲିଛି ବାରିଶି ନିହାର ମୁଗୁର ଯାହା ଦରକାର ସବ ଅସ୍ତ୍ର ଶସ୍ତ୍ର ଧରିକିରି ଆସିବେ ବାବୁରେ ସବୁ ଲାଗିଲେ ସମସ୍ତେ ବହୁତ ଚେଷ୍ଟା ହେଲା ହେଲେ ତାଙ୍କ ବାରିଶି ନିହାଣ କିଛି କାମ କରୁନି ଆରେ ଭାଇ ମାନେ ଏମିତି କାହିଁକି ହଉଛି ଆମେ ବହୁତ କିଛି କାମ କରିଛୁ ୟା ପୂର୍ବରୁ କିନ୍ତୁ ଏଇଥିରେ ତ କାହିଁ ଆମର ଜମା କାମ କରୁନାହିଁ ଆମ ଅସ୍ତ୍ର କାଟୁନାହିଁ ଜମାରୁ କାହିଁକି କାମ କରୁନି ଆଜ୍ଞା ଆମେ କିଛି ବୁଝିପାରୁନୁ କେବଳ ଇ ଦାରୁ ଯେ ସମୁଦ୍ରେ ପଡ଼ିଥିଲା ପାଣି ଖାଇ ଲୁଣି ପାଣି ଖାଇ ଏ କାଠ ଟାଣ ହେଇଯାଇଛି ଏ କାଠରେ ଆଉ ମୂର୍ତ୍ତି ତିଆରି ହେବ ନା ଆଉ କଣ ମୂର୍ତ୍ତି ହବ ମୂର୍ତ୍ତି ହେବ ଭଳିଆ ମୂର୍ତ୍ତି ହେଇପାରିବ ରାଜା କହିଲେ ହୋଇଓ ବଢେଇ ମାନେ ତମେ 2 ଲକ୍ଷ ବଢେଇ କାହିଁ ତମ ନିହାଣ ମୁଗୁର ତମ ବାରିଶି ଟିକେ କାହାରି ଗୋଟେ ଧାର ନାହିଁ ଆରେ କେହି ଟିକେ ଚିହ୍ନ ବି କରିପାରୁନ ଆଜି ସେ ଦାରୁ ଏତିକି ବେଳେ ରାଜା ଦେଖିଲେ ଗୋଟିଏ ବୁଢା ବର୍ଦ୍ଧକୀ ଗୋଟେ ବୁଢା ବଢେଇ ଧୀରେ ଧୀରେ ଆସୁଛି ତା ଅସ୍ତ୍ରକୁ ଧରିଛି କାଠ ବାରିଶିକି ଧରି ନିହାଣ ଧରିଛି ଧୀରେ ଧୀରେ ବୁଢା ବଢେଇ ଆସୁଛି ଦେଖିଲ ଆରେ ଗୋଟେ ବୁଢା ବଢେଇ କଣ ଆସିଲାଣି ଆସୁଛି ଯେ ବୋଧେ ଟଙ୍କା ଲୁଭରେ ବୁଢା ଆସିଛି ଟଙ୍କାର ଲୁଭ ଅଛି କାହିଁକି ଯଦି ଏଇଟା ଗୋଟେ ଟାଣୁଆ ବଢେଇ ହେଇଥାନ୍ତା ଅଲଗା କଥା ବଡ ଗଲେ ଫସର ଫାଟି ବେସର ବାଟିବ ବୁଢା ବଢେଇ ଆସିଛି ଦେଖ ତା ଚାହାଣୀ ଦେଖ ତା ଚାଲିକି ଦେଖ ତା ରୂପକୁ ଦେଖ ତା ଭେକକୁ ଦେଖ ରାଜା ନିଜେ ବି ହସି ପକେଇଲେ କହିଲେ ସତରେ ଇଏ କରିପାରିବ ରାଜା ମନେ ମନେ ଚିନ୍ତା କରୁଛନ୍ତି କହିଲେ ଇଏ ଭଗବାନ ୟାକୁ ଗଢିଲା ଇଏ କଣ ମୂର୍ତ୍ତି ଗଢିବ କେତେ କାଳ ଧରି ବିଧି ଏହାକୁ ଗଢିଲା ବଡ ଦୁଇଟା ଗଦର ମୋଟା ମୋଟା ହେଇଯାଇଛି ଗଦର ଗୋଡ ଆମର ଏ ଅଞ୍ଚଳରେ କମ ଯଦି ଯିବ ପୁରୀ ଅଞ୍ଚଳରେ ଗୋଦର ଗୋଡିଆ ବେଶୀ ନା ନାଇଁ ଏ ଫାଇଲେରିଆ ରୋଗ ସେଇଠି ଅଧିକା ନା ନାଇଁ ବାବୁରେ ଏ ଗୋଦର ଗୋଡା ବୁଢା ବଢେଇ ପିଠିଟା ଉଜ୍ଜ ପିଠି ଓୟୋ ବାବୁ କୁଆଡେ ଆସିଛ କାଠରେ ମୂର୍ତ୍ତି ନିର୍ମାଣ ହବ ତମେ ମୂର୍ତ୍ତି କରିବ ମୁଁ କଣ କରିନି କେତେ ମୂର୍ତ୍ତି ନିର୍ମାଣ କରିଛି ନା ପାରିବ ମୋର ସନ୍ଦେହ ହଉଛି କଣ ପାରିବ କାହିଁକି ମୋର ସନ୍ଦେହ ହଉଛି ତମର ବୟସ କେତେ ହେଲାଣି ମୋ ବୟସ ପଚାରୁଛନ୍ତି ହିସାବ ନାହିଁ ବାବୁରେ ତମ ନାଁ କଣ ମୋ ନାଁ ଜାଣିଛି ଅନନ୍ତ ନାଁଟା କହିଦେଲା ବଢିଆ ନା ମୋ ବାପା ଦେଇଛନ୍ତି ଅନନ୍ତ ମହାରଣା ତମ ଆଜ୍ଞା ଆଚ୍ଛା ଘର ଦ୍ୱାର ମୁଁ ଜାଣିନି ମଲା ସିଆଡେ କୁଆଡେ ହେଇଥିବ ମୁଁ ଜାଣିନି ମୁଁ ତ ଏଇ ବୁଲୁଛି ଶ୍ରୀକ୍ଷେତ୍ରରେ ଆସିଛି କୁଆଡେ
ନିର୍ମାଣ ହବ ପରା ଦାରୁ। ଆଚ୍ଛା ଆଚ୍ଛା ତମେ ତିଆରି କରିବ ନିଶ୍ଚିତ କାହିଁକି ନ କରିବି। ହଁ ସାହସିଛି ବର୍ଦ୍ଧକି ଆଜି ତିଆରି ଦେବି ସମସ୍ତେ ଦେଖିବେ। କଥା ତ ସିଦ୍ଧାନ୍ତ ହେଲା ବୁଢା ବଢେଇ ଯାଇକି ପହଞ୍ଚିଲା ଦାରୁରେ ହାତ ଦଉ ଦଉ ଥରକ କଚାଡି ହେଇକି ପଡିଲା। ରାଜା କହିଲେ ଏଇଟା ବଞ୍ଚିବ ନା ମରିବ? ଇଏ ସତରେ କଣ ମୂର୍ତ୍ତି ଗଢି ପାରିବ? ଇଏ ମୂର୍ତ୍ତି ଗଢିଲା ଭଳିଆ ଲାଗୁନା। ଧୀରେ ଧୀରେ ବର୍ଦ୍ଧକି ଛିଡା ହେଲା ବଡ ଆଶ୍ଚର୍ଯ୍ୟର କଥା ଯୋଉଠି ଏତେ ଟାଣୁଆ ଟାଣୁଆ ଅସ୍ତ୍ର ଭେଦ କରୁନଥିଲା ସେ ବିରାଟ ଦାରୁକୁ ନଖରେ ସବୁ ବଳକଳକୁ ଛଡେଇବାକୁ ନଖରେ ବଳକଳକୁ ବୁଢା ବଢେଇ ଛଡେଇଦେଲା। ଛଡେଇ ଦେଇକି ଏମିତି ଫିଙ୍ଗା ଫିଙ୍ଗି ଦେଲା କେହି ଆଉ ଜାଣିପାରିଲେନି କୋଉଠି ସେ ବଳକଳ ପଡିଲା। ଏବେ ବଳକଳ ପଡିଲା ଆସିକି ଯାଜପୁର ନଗର ଯାଜପୁର ଟାଉନ ବିରଜା କ୍ଷେତ୍ର ବରାହ ମୂର୍ତ୍ତି ସେଇଠୁ ତିଆରି ହେଲା। ସେଇ ବଳକଳରୁ ବରାହ ମାନେ ବୁଢା ବଢେଇ ନିଜେ ସେ କାଷ୍ଠକୁ ଉଠେଇକି ଅନ୍ଧିରା ଘରେ ଡାକିଲା ରାଜା ମୁଁ ମୂର୍ତ୍ତି ତିଆରି ଦେବି ମୋର ସିଦ୍ଧାନ୍ତ କିଛି ଅଛି। ସିଦ୍ଧାନ୍ତ କଣ? ମୁଁ ଯାହା କହିବି ଯଦି ମାନିବେ ତାହେଲେ କରିଦେବି। ଆଚ୍ଛା କୁହନ୍ତୁ ଦେଖିଆ। ମୁଁ ଗମ୍ଭୀରା ଘର ଭିତରେ ମୂର୍ତ୍ତି ତିଆରି କରିବି। ବାହାରେ କବାଟ ବନ୍ଦ ହବ। ବାହାରେ କବାଟ ବନ୍ଦ ହବ। ଚାବି ପଡିବ ଚୌମୁଦ ଦିଆ ହବ। ବାହାରେ ବାଜା ବାଜୁଥିବ କୀର୍ତ୍ତନ ଚାଲିଥିବ। ବାବୁ ଶଙ୍ଖ ହୁଳହୁଳି ନିନାଦରେ ଏ ଅଞ୍ଚଳ ପ୍ରକମ୍ପିତ ହଉଛି। ମୁଁ ଭିତରେ ମୂର୍ତ୍ତି ଗଢିବି ଯେ ଦିନେ ନୁହେଁ 2 ଦିନ ନୁହେଁ ଆଉ କେତେ ଦିନ? 21 ଦିନ ଧରିକି ମୂର୍ତ୍ତି ଗଢିବି। 21 ଦିନ 21 ଦିନ ଭିତରେ ସେ କବାଟ କେହି ଖୋଲି ପାରିବ। କବାଟ ଖୋଲିବନି। ମୋ ଖାଇବା କଥା ଛାଡ ମୁଁ ଖାଇଲି ପିଇଲି ଆଉ କଣ କଲି ସେ କଥା ତମେ କେହି ବୁଝିବ। ଯଦି ଏଥିରେ ତମେ ରାଜି ମୂର୍ତ୍ତି ତିଆରି କେବଳ ସେତିକି ନୁହେଁ ଏ ଯୋଉ ବାହାରେ 2 ଲକ୍ଷ ବଢେଇ ଅଛନ୍ତି ଏମାନେ ଯିବେ ନା। ଏମାନେ ମୋ ଜାତି ଭାଇ। ଆରେ ଜାତି ଭାଇର ଟେକ ରଖେ। ଜାତି ଭାଇର ଟେକ ରଖେ। ଏମାନେ ବାହାରେ ରଥ ଗଢିବେ ରଥ ବନେଇବେ ରଥ ନିର୍ମାଣ କରିବେ। ମୁଁ ବର୍ଷକ ଥରେ ଯୋଉ ମୂର୍ତ୍ତି ଗଢିଦେବି ସେ ଘୋଷ ଯାତ୍ରାରେ ବାହାରିବେ। ଏମାନେ ରଥ ତିଆରି କରିବେ ମୁଁ ମୂର୍ତ୍ତି ତିଆରି କରିଦେବି। ନବଦିନ ବ୍ୟାପୀ ଯାତ୍ରା ନିୟମ କରିଦେଲା ବୁଧବର୍ଦ୍ଧକି ଭିତରକୁ ଯାଉଛି। ଉପସ୍ଥିତ ସଜ୍ଜନ ବହୁତ ସିଦ୍ଧାନ୍ତ ହେଇଗଲା। ଭିତରେ ଅଛି ବୁଧବର୍ଦ୍ଧକି। ଦିନେ ନୁହେଁ 2 ଦିନ ନୁହେଁ ଦେଖୁ ଦେଖୁ 14 ଦିନ ଚାଲିଗଲା। 14 ଦିନ ଚାଲିଗଲାଣି। ସବୁଦିନ ରାଣୀ ଗୁଣ୍ଡିଚା ଆସନ୍ତି କବାଟରେ କାନ ପାତନ୍ତି। ଠକ୍ 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 ଶବ୍ଦ ଟିକେ ଟିକେ ଶୁଭେ। ରାଣୀ ଜାଣନ୍ତି କାମ ଚାଲିଛି। ବାହାରେ ଖୋଳ କୀର୍ତ୍ତନ ଚାଲିଛି କିନ୍ତୁ କବାଟକୁ କାନ ପାତିଲେ ଟିକେ ଟିକେ ଶବ୍ଦ ଆସୁଛି। ଯୋଉଦିନ 15ତମ ଦିନ ରାଣୀ କାନ ପାତିଲେ ଆଉ ଶବ୍ଦ ଶୁଭିଲା ନା। ରାଜା ଗୁଣ୍ଡିଚା କହୁଛନ୍ତି ଶବ୍ଦ ଶୁଭୁନି। ଏ ବୁଢା ବଢେଇ ଅଛି ନା ମଲାଣି? ବୁଢା ବଢେଇ ଆଉ ଜୀବନରେ ନାହିଁ। ବୁଢା ବଢେଇ ଆଉ ଜୀବନରେ ନାହିଁ। ଶୁଭୁନି ଯଦି ସେ ବୁଧ ବଢି ଜୀବନେ ଶବ୍ଦ ଶୁଭୁନି। ବାଟ ଖୋଲି ଦିଅ ଦେଖିବା ବୁଧବର୍ଦ୍ଧକି ଅଛି ନା ବଞ୍ଚିଛି ନା ମରିଛି।
ଏତିକି ବେଳେ ମନ୍ତ୍ରୀ ଆସିକିରି ପହଞ୍ଚିଲେ ମନ୍ତ୍ରୀ ହାତ ଯୋଡ଼ିଦେଲେ ମହାରାଜ କାରଣ ସ୍ତ୍ରୀ କଥାରେ ଯଦି ଦ୍ୱାର ଖୋଲିଦେବେ ହୁଏତ କିଛି ଅଘଟଣ ମହାରାଜ ଠାକୁର ହୁଏତ ସମ୍ପୂର୍ଣ୍ଣ ହେଇନଥିବେ ନା ଭୁଲ କବାଟ ଖୋଲନ୍ତୁ ନାହିଁ ନା କବାଟ ଖୋଲନ୍ତୁ ନାହିଁ ବିଲକୁଲ ଖୋଲନ୍ତୁନି ରାଜା ବଡ ଅଡୁଆରେ ପଡିଗଲେ ଏଣେ ମାରିଲେ ଗୋ ହତ୍ୟା ତେଣେ ମାରିଲେ ବ୍ରହ୍ମ ହତ୍ୟା କବାଟ ଖୋଲିଲେ ମଲି କବାଟ ନ ଖୋଲିଲେ ମନେ ମନେ ଚିନ୍ତା କରୁଛନ୍ତି ରାଜା କଣ କରିବେ ମନ୍ତ୍ରୀ କହୁଛନ୍ତି କବାଟ ଖୋଲି ଦିଅ ନା ରାଣୀ କହୁଛନ୍ତି କବାଟକୁ ଖୋଲି ଦିଅ ନହେଲେ ବୁଢା ବଢେଇ ମରିଯିବ ମନେ ମନେ ସିଦ୍ଧାନ୍ତ ନେଇଗଲେ ମହାରାଜ ଇନ୍ଦ୍ରଦୁମ୍ନ କାହିଁକି ସିଦ୍ଧାନ୍ତ ଦବ କିଏ ସନ୍ଥ କବି ଭୀମ ଜାତିରେ କନ୍ଧ ଜନ୍ମରୁ ଅନ୍ଧ ସନ୍ଥ କବି ଭୀମ ଭଇ ନିର୍ଯାସ କଥା କହିଲେ যদি বৃদ্ধ বর্ধকীটা মরি যায় বুঢ়া বঢ়েইটা মরি যায় সে পাপরে ভাগি হেবি সে যে পাপ সে পাপর আর নিস্তার প্রথম কথা যদি কবাট খুলি দিয়ে সত্য ভগ্ন হব মু ত্রিবার সত্য করে যৌ মুদ দেইছি সত্য ভঙ্গ জনিত পাপরে হুয়ে তো নরক মোর বরং নরক ভোগ আশ্রয়স্কর বরং মু নরককু যাই কিছু যাই আসে না বৃদ্ধ বর্ধকী বঞ্চিଯିବ ତ ଯଦି ଗୋଟିଏ ପ୍ରାଣୀକି ବଞ୍ଚେଇବା ପାଇଁ ଗୋଟେ ଜୀବନରେ ଆଉ ଗୋଟିଏ ପାପ କରାଯାଏ ମୁଁ ତ ଜଣକୁ ବଞ୍ଚେଇବାକୁ ଯାଉଛି ନା ସେଥିପାଇଁ ଯଦି ପାପ କରିବାକୁ ପଡେ ସେ ପାପ ମୁଁ କରିବି ରାଜା ମନେ ମନେ ଚିନ୍ତା କଲେ ସିଦ୍ଧାନ୍ତ ନେଇଗଲେ ବାବୁରେ କବାଟ ଖୋଲି ଦିଆଗଲା ଦ୍ୱାର ଉନ୍ମୁକ୍ତ ହେଇଗଲା କବାଟ ଖୋଲିଦେଲା ପରେ ଆଗେଇ ଗଲେ ଗମ୍ଭୀରା ଘର ଭିତରେ ତିନିଟା ମୂର୍ତ୍ତି ଦେଖିଲେ ରାଜା ଦେଖିଦେଲେ ମୂର୍ତ୍ତି ବାବୁରେ ଯେତେବେଳେ ତିନିଟା ମୂର୍ତ୍ତି ଆଜ୍ଞା ଦେଖିଦେଲେ ରାଜା ଆଶ୍ଚର୍ଯ୍ୟ ହେଲେ କହିଲେ କେତେ ସୁନ୍ଦର ଏ ରୂପ ହେଇଛି ହେଲେ ସବୁ ଭଲ ଯେ ଖଣ୍ଡିଆ ରୂପ ଆଙ୍ଗୁଳି ନାହିଁ ହସ୍ତପଦ ନାହିଁ ସବୁବେଳେ ଯୋଉ କଥା ମନ୍ତ୍ରୀ କହୁଥିଲେ ଠିକ ସେଇ କଥା ଘଟି ଯାଇଛି ତେଣୁ ଆଜି ମୁଣ୍ଡଟାକୁ ବାଡେଇ ଦେଲେ ମହାରାଜ କେତେ ବଡ ଭୁଲ ମୁଁ କରିଦେଲି 21 ଦିନ ଯାଇଥାନ୍ତା ପୂର୍ଣ୍ଣ ଅବୟବ ଯୁକ୍ତ ଠାକୁରଙ୍କୁ ମୁଁ ପାଇଥାନ୍ତି ଏଇ କଥାରେ ପଡିଲି ଆଜି ଏତେ ବଡ ଗୋଟେ ଭୁଲ ହେଇଗଲା ବାବୁରେ ତାହେଲେ ଏ ଯୋଉ ରୂପ କଣ ସମ୍ପୂର୍ଣ୍ଣ ନା ଅସମ୍ପୂର୍ଣ୍ଣ ବିଗ୍ରହ କାହା ପାଇଁ ରାଣୀଙ୍କ ପାଇଁ ଏ ଜଗତ କହିଲା ସ୍ତ୍ରୀ ବୁଦ୍ଧିରେ ଜଗନ୍ନାଥ ଖଣ୍ଡିଆ ତାହେଲେ ସତରେ କଣ ସ୍ତ୍ରୀ ବୁଦ୍ଧିରେ ଜଗନ୍ନାଥ ଖଣ୍ଡିଆ କହୁଛି ତ ଜଗତ ଆଜ୍ଞା ଆମେ କଣ କହୁଛୁ ଦୁନିଆ କହୁଛି ସ୍ତ୍ରୀ ବୁଦ୍ଧି ପ୍ରଳୟଙ୍କାରୀ ହେଲା ସ୍ତ୍ରୀ ବୁଦ୍ଧିରେ ଜଗନ୍ନାଥ ଖଣ୍ଡିଆ ହେଲେ ମୋର ଗୋଟିଏ ପ୍ରଶ୍ନ ଅଛି ପ୍ରଶ୍ନ କଣ କାହା ପାଇଁ କାହା ସପକ୍ଷରେ ଆଜ୍ଞା ପ୍ରଶ୍ନ ଉପସ୍ଥିତ ସଜ୍ଜନ ଜଣେ ଛିଡା ହେଲ
କୁହନ୍ତୁ ଦେଖିଆ ମୂର୍ତ୍ତି କେବେ ଗଢିବାର ଦେଖିଛୁ? ହଁ ସାର୍ ଦେଖିଛି ମୂର୍ତ୍ତି ଯେତେବେଳେ ମୂର୍ତ୍ତିକାର ଗଢେ, ଶିଳ୍ପୀ ଯେତେବେଳେ ଗୋଟେ ମୂର୍ତ୍ତି ଗଢେ, ମନେକର ଗୋଟିଏ ଆମେ ସରସ୍ୱତୀଙ୍କ ମୂର୍ତ୍ତି, ଆଜ୍ଞା କାଳୀ ମୂର୍ତ୍ତି, ଆଜ୍ଞା। ଦୁର୍ଗା